ମୋଗଲମାନଙ୍କ ସ୍ଥାପତ୍ୟ MCQ ପ୍ରଥମ ଭାଗ ଭିଡ଼ିଓଟିକୁ ସମସ୍ତଙ୍କୁ ସ୍ୱାଗତ ଜଣାଉଛି। ଏହି ମୋଗଲମାନଙ୍କ ସ୍ଥାପତ୍ୟ MCQ ପ୍ରଥମ ଭାଗ ଭିଡ଼ିଓରେ ଆମେ ସର୍ବମୋଟ 35ଟି MCQ ବିଷୟରେ ଆଲୋଚନା କରିବା। ପିଲାମାନେ ଭିଡ଼ିଓଟି ଯଦି ଭଲ ଲାଗିବ ଭିଡ଼ିଓଟିକୁ ଲାଇକ୍ କରିଦେବ। ତା ସହିତ ତୁମର ସାଙ୍ଗମାନଙ୍କ ସହିତ ଏହି ଭିଡ଼ିଓଟିକୁ ସେୟାର ମଧ୍ୟ କରିଦେବ। ତା ସହିତ ପିଲାମାନେ ଏହି ୟୁଟ୍ୟୁବ୍ ଚ୍ୟାନେଲଟିକୁ ସବସ୍କ୍ରାଇବ୍ ମଧ୍ୟ କରିଦେବ, ଯଦ୍ୱାରା ମୁଁ ଯେତେବେଳେ ବି +2 ସେକେଣ୍ଡ ଇୟର ଆର୍ଟ୍ସ ହିଷ୍ଟ୍ରିର ଭିଡ଼ିଓ ଅପଲୋଡ଼ କରିବି ପିଲାମାନେ ତୁମମାନଙ୍କ ପାଖକୁ ନୋଟିଫିକେସନଟି ଚାଲିଯିବ। ପ୍ରଥମ ପ୍ରଶ୍ନଟି ହେଉଛି ପିଲାମାନେ, କିଏ କାବୁଲିବାଗ ମସଜିଦ ନିର୍ମାଣ କରିଥିଲେ? ବାବର କାବୁଲିବାଗ ମସଜିଦ ନିର୍ମାଣ କରିଥିଲେ। କେଉଁଠାରେ କାବୁଲିବାଗ ମସଜିଦ ନିର୍ମାଣ କରାଯାଇଛି? ପାନିପତଠାରେ କାବୁଲିବାଗ ମସଜିଦ ନିର୍ମାଣ କରାଯାଇଛି। କିଏ ଜୁମା ମସଜିଦ ନିର୍ମାଣ କରିଥିଲେ? ବାବର ଜୁମା ମସଜିଦ ନିର୍ମାଣ କରିଥିଲେ। କେଉଁଠାରେ ଜୁମା ମସଜିଦ ନିର୍ମାଣ କରାଯାଇଛି? ସମ୍ବଲଠାରେ ଜୁମା ମସଜିଦ ନିର୍ମାଣ କରାଯାଇଛି। କିଏ ସୁପୁର୍ଦଗହ ମସଜିଦ ନିର୍ମାଣ କରିଥିଲେ? ବାବର ସୁପୁର୍ଦଗହ ମସଜିଦ ନିର୍ମାଣ କରିଥିଲେ। ପରବର୍ତ୍ତୀ ପ୍ରଶ୍ନଟି ହେଉଛି ପିଲାମାନେ, କେଉଁଠାରେ ସୁପୁର୍ଦଗହ ମସଜିଦ ନିର୍ମାଣ କରାଯାଇଛି? ଆଗ୍ରାଠାରେ ସୁପୁର୍ଦଗହ ମସଜିଦ ନିର୍ମାଣ କରାଯାଇଛି। ରାମବାଗ ଓ ଜୋହରାବାଗ କିଏ ନିର୍ମାଣ କରିଥିଲେ? ରାମବାଗ ଓ ଜୋହରାବାଗ ବାବର ନିର୍ମାଣ କରିଥିଲେ। କେଉଁଠାରେ ରାମବାଗ ଓ ଜୋହରାବାଗ ନିର୍ମାଣ କରାଯାଇଛି? ଆଗ୍ରାଠାରେ ରାମବାଗ ଓ ଜୋହରାବାଗ ନିର୍ମାଣ କରାଯାଇଛି। କିଏ ଦିନପନ୍ହା ପ୍ରାସାଦ ନିର୍ମାଣ କରିଥିଲେ? ହୁମାୟୁନ ଦିନପନ୍ହା ପ୍ରାସାଦ ନିର୍ମାଣ କରିଥିଲେ। ଦିନପନ୍ହା ପ୍ରାସାଦର ବର୍ତ୍ତମାନର ନାମ କ'ଣ ଅଟେ? ଦିନପନ୍ହା ପ୍ରାସାଦର ବର୍ତ୍ତମାନର ନାମ ପୁରାନା କିଲ୍ଲା ଅଟେ। ପରବର୍ତ୍ତୀ ପ୍ରଶ୍ନଟି ହେଉଛି ପିଲାମାନେ, କେଉଁଠାରେ ଦିନପନ୍ହା ପ୍ରାସାଦ ଅବସ୍ଥିତ? ଦିଲ୍ଲୀଠାରେ ଦିନପନ୍ହା ପ୍ରାସାଦ ଅବସ୍ଥିତ। କିଏ ଦିନପନ୍ହା ପ୍ରାସାଦକୁ ଆକ୍ରମଣ କରିଥିଲେ? ଶେରଶାହ ଦିନପନ୍ହା ପ୍ରାସାଦକୁ ଆକ୍ରମଣ କରିଥିଲେ। କିଏ ଫତେହାବାଦ ମସଜିଦ ନିର୍ମାଣ କରିଥିଲେ? ହୁମାୟୁନ ଫତେହାବାଦ ମସଜିଦ ନିର୍ମାଣ କରିଥିଲେ। କେଉଁ ସ୍ଥାନରେ ଫତେହାବାଦ ମସଜିଦ ନିର୍ମାଣ କରାଯାଇଛି? ହରିୟାଣାର ହିସାର ଜିଲ୍ଲାରେ ଫତେହାବାଦ ମସଜିଦ ନିର୍ମାଣ କରାଯାଇଛି। କିଏ ହୁମାୟୁନଙ୍କ ସମାଧି ନିର୍ମାଣ କରିଥିଲେ? ହୁମାୟୁନଙ୍କ ପତ୍ନୀ ହମିଦାବାନୁ ବେଗମ ହୁମାୟୁନଙ୍କ ସମାଧି ନିର୍ମାଣ କରିଥିଲେ। ପରବର୍ତ୍ତୀ ପ୍ରଶ୍ନଟି ହେଉଛି, କେଉଁଠାରେ ହୁମାୟୁନଙ୍କ ସମାଧି ନିର୍ମାଣ କରାଯାଇଥିଲା? ଦିଲ୍ଲୀଠାରେ ହୁମାୟୁନଙ୍କ ସମାଧି ନିର୍ମାଣ କରାଯାଇଥିଲା। କେଉଁ ଶିଳ୍ପୀ ହୁମାୟୁନଙ୍କ ସମାଧି ନିର୍ମାଣ କରିଥିଲେ? ମିରାଜ ମିର୍ଜା ଗ୍ୟାସ ଶିଳ୍ପୀ ହୁମାୟୁନଙ୍କ ସମାଧି ନିର୍ମାଣ କରିଥିଲେ। କିଏ ଆଗ୍ରା ଦୁର୍ଗ ନିର୍ମାଣ କରିଥିଲେ? ଆକବର ଆଗ୍ରା ଦୁର୍ଗ ନିର୍ମାଣ କରିଥିଲେ। କେଉଁଠାରେ ଆଗ୍ରା ଦୁର୍ଗ ନିର୍ମାଣ କରାଯାଇଥିଲା? ଆଗ୍ରାଠାରେ
ଆଗ୍ରା ଦୁର୍ଗ ନିର୍ମାଣ କରାଯାଇଥିଲା? କିଏ ଆଗ୍ରା ଦୁର୍ଗ ନିର୍ମାଣର ତତ୍ତ୍ୱାବଧାନରେ ନିୟୋଜିତ ଥିଲେ? କାସିମ ଖାନ ଆଗ୍ରା ଦୁର୍ଗ ନିର୍ମାଣର ତତ୍ତ୍ୱାବଧାନରେ ନିୟୋଜିତ ଥିଲେ। ପରବର୍ତ୍ତୀ ପ୍ରଶ୍ନଟି ହେଉଛି ପିଲାମାନେ, କେବେ ଆଗ୍ରା ଦୁର୍ଗ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା? 1565 ମସିହାରେ ଆଗ୍ରା ଦୁର୍ଗ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। କେବେ ଆଗ୍ରା ଦୁର୍ଗ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲା? 1573 ମସିହାରେ ଆଗ୍ରା ଦୁର୍ଗ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲା। କେତୋଟି କକ୍ଷ ଆଗ୍ରା ଦୁର୍ଗ ମଧ୍ୟରେ ଅଛି? 500ରୁ ଅଧିକ କକ୍ଷ ଆଗ୍ରା ଦୁର୍ଗ ମଧ୍ୟରେ ଅଛି। କେଉଁ ଦୁର୍ଗ ମଧ୍ୟରେ ଆକବର ମହଲ ଓ ଜାହାଙ୍ଗୀର ମହଲ ଅବସ୍ଥିତ? ଆଗ୍ରା ଦୁର୍ଗ ମଧ୍ୟରେ ଆକବର ମହଲ ଓ ଜାହାଙ୍ଗୀର ମହଲ ଅବସ୍ଥିତ। କିଏ ଫତେପୁର ସିକ୍ରି ନିର୍ମାଣ କରିଥିଲେ? ଆକବର ଫତେପୁର ସିକ୍ରି ନିର୍ମାଣ କରିଥିଲେ। କିଏ ଇବାଦତଖାନା ନିର୍ମାଣ କରିଥିଲେ? ଆକବର ଇବାଦତଖାନା ନିର୍ମାଣ କରିଥିଲେ। କିଏ ବୁଲନ୍ଦ ଦରବାଜା ନିର୍ମାଣ କରିଥିଲେ? ଆକବର ବୁଲନ୍ଦ ଦରବାଜା ନିର୍ମାଣ କରିଥିଲେ। କେଉଁଠାରେ ବୁଲନ୍ଦ ଦରବାଜା ନିର୍ମାଣ କରାଯାଇଥିଲା? ଫତେପୁର ସିକ୍ରିର ପ୍ରବେଶ ଦ୍ୱାରରେ ବୁଲନ୍ଦ ଦରବାଜା ନିର୍ମାଣ କରାଯାଇଥିଲା। ଆକବର କାହିଁକି ବୁଲନ୍ଦ ଦରବାଜା ନିର୍ମାଣ କରିଥିଲେ? ଆକବର ଗୁଜରାଟ ଉପରେ ବିଜୟକୁ ସ୍ମରଣ ରଖିବା ପାଇଁ ବୁଲନ୍ଦ ଦରବାଜା ନିର୍ମାଣ କରିଥିଲେ। କିଏ ଫତେପୁର ସିକ୍ରିଠାରେ ପଞ୍ଚମହଲ ନିର୍ମାଣ କରିଥିଲେ? ଆକବର ଫତେପୁର ସିକ୍ରିଠାରେ ପଞ୍ଚମହଲ ନିର୍ମାଣ କରିଥିଲେ। ପରବର୍ତ୍ତୀ ପ୍ରଶ୍ନଟି ହେଉଛି, କିଏ ଫତେପୁର ସିକ୍ରିଠାରେ ଯୋଧାବାଇ ମହଲ ନିର୍ମାଣ କରିଥିଲେ? ଆକବର ଫତେପୁର ସିକ୍ରିଠାରେ ଯୋଧାବାଇ ମହଲ ନିର୍ମାଣ କରିଥିଲେ। କ'ଣ ପାଇଁ ଫତେପୁର ସିକ୍ରିଠାରେ ଦିୱାନ-ଏ-ଆମ ନିର୍ମାଣ କରାଯାଇଥିଲା? ସମ୍ରାଟ ସାଧାରଣ ଜନତାଙ୍କୁ ସାକ୍ଷାତ ପାଇଁ ଫତେପୁର ସିକ୍ରିଠାରେ ଦିୱାନ-ଏ-ଆମ ନିର୍ମାଣ କରାଯାଇଥିଲା। କ'ଣ ପାଇଁ ଫତେପୁର ସିକ୍ରିଠାରେ ଦିୱାନ-ଏ-ଖାସ ନିର୍ମାଣ କରାଯାଇଥିଲା? ସମ୍ରାଟଙ୍କ ବ୍ୟବହାର ପାଇଁ ଫତେପୁର ସିକ୍ରିଠାରେ ଦିୱାନ-ଏ-ଖାସ ନିର୍ମାଣ କରାଯାଇଥିଲା। କିଏ ଲାହୋର ଦୁର୍ଗ ନିର୍ମାଣ କରିଥିଲେ? ଆକବର ଲାହୋର ଦୁର୍ଗ ନିର୍ମାଣ କରିଥିଲେ। କିଏ ଆଲାହାବାଦ ପ୍ରାସାଦ ନିର୍ମାଣ କରିଥିଲେ? ଆକବର ଆଲାହାବାଦ ପ୍ରାସାଦ ନିର୍ମାଣ କରିଥିଲେ। ପିଲାମାନେ, ଆଜିର ଏହି ମୋଗଲମାନଙ୍କର ସ୍ଥାପତ୍ୟ MCQ ପାର୍ଟ 1ରେ ଆମେ ସର୍ବମୋଟ 35ଟି MCQ ବିଷୟରେ ଆଲୋଚନା କଲେ। ଆହୁରି ବି ଯାହା ବି MCQ ବାହାରିବ ପିଲାମାନେ, ଆମେ ଦ୍ୱିତୀୟ ଭାଗରେ ଆଲୋଚନା କରିବା।